ସେ ତ ସାହୁ ମୋତେ ଆଉ ଗୋଟେ ଦୁଇଟି ଦିଗ ଉପରେ ଆମେ ଆ, ଗୁରୁତ୍ୱ ଦେବା ଯେ ୟଙ୍ଗ ପିଲା ମନେ କରନ୍ତୁ 17-18 ବର୍ଷର ପିଲା 20 ବର୍ଷର ପିଲା +2ରେ ପଢୁଛନ୍ତି +3ରେ ପଢୁଛନ୍ତି ସେମାନଙ୍କ ପାଖରେ ବହୁତ ସ୍ପେୟାର ଟାଇମ୍ ଅଛି ସେମାନେ କାମ କରିପାରିବେ ନିଜକୁ ସପୋର୍ଟ କରିପାରିବେ ବାପା ମାଙ୍କ ଉପରେ ନିର୍ଭର କରିବେ ନାହିଁ ମନେ କରନ୍ତୁ ୟୁନିଭର୍ସିଟି ପିଲା ଗାଁରେ ଆମର ବହୁତ କଲେଜ ଅଛି ମୋତେ ଲାଗୁଛି +3 ପରେ ତ ଗ୍ରାଜୁଏସନ୍ ପରେ ତ ସେମାନେ ବହୁତ ବେକାର ପିଲା ବୁଲୁଛନ୍ତି ଅଧିକାଂଶ ପିଲା ବେକାର ହେଉଛନ୍ତି ବା ସେଭଳି କୌଣସି ମିନିଂଫୁଲ୍ କାମ କରିପାରୁନାହାନ୍ତି ପଢ଼ିବା ଭିତରେ ମଧ୍ୟ ସେମାନେ କିଛି କରିପାରୁନାହାନ୍ତି ଆପଣ ତ ନିଶ୍ଚିତ ଜାଣିଥିବେ ଆମେରିକା ହଉ ଲଣ୍ଡନ ହଉ ବା ୟୁକେ ହଉ ବା ଅଲଗା କୌଣସି ଦେଶ ହଉ ପିଲା କଫି ସପ୍ରେ କାମ କରନ୍ତି ଟଏଲେଟ୍ ସଫା କରନ୍ତି ପଇସା ରୋଜଗାର କରନ୍ତି ସେଇ ପଇସାରେ ନିଜକୁ ନିଜେ ଫଣ୍ଡ କରନ୍ତି 18 ବର୍ଷ ପରେ ଆମର କାମ କରିବା ପାଇଁ ବହୁତ ମାନେ ଘୃଣା ଥାଏ ନିଜ ଭିତରେ ଆଉ ଆମେ କୌଣସି ପିଲାଙ୍କୁ ମଧ୍ୟବିତ୍ତ ଶ୍ରେଣୀର ପିଲାଙ୍କୁ ଆମେ କେବେ ପଠେଇ ପାରିବାନି ତୁ ଯାଇକରି କଫି ସପ୍ରେ କଫି ଦେ କୌଣସି ମଲ୍ରେ କାମ କର ତେଣୁ ଆମ ଆଉ ତାଙ୍କ ସିଷ୍ଟମ ଭିତରେ ଗୋଟେ ବଡ଼ ଡିଫରେନ୍ସ ଅଛି ତ ଏ ଯେଉଁ ଏତେ ବଡ଼ ୟୁଥ୍ ପାୱାର ଆମ ପାଖରେ ଅଛି ଯୁବଶକ୍ତି ବୋଲି ଯାହାକୁ କୁହାଯାଉଛି ସେ ଯୁବଶକ୍ତିକୁ ଆମେ କାମରେ ଲଗାଇବା ଉଚିତ କି ନୁହଁ ଶୀତ ସାହୁ ଯାହାଫଳରେ ସେମାନେ ଯାଇକରି ପାଠ ପଢ଼ିଲା ସମୟରେ କିଛି ରୋଜଗାର କରିପାରନ୍ତେ ସେମାନେ ପାର୍ଟ ଟାଇମ୍ କରିପାରନ୍ତେ କିଛି ଟଙ୍କା ରୋଜଗାର କରିପାରନ୍ତେ। ମନୋରଞ୍ଜନ ବାବୁ ପ୍ରଥମେ ତ ମୁଁ କହିବି ଗୋଟେ ହିପୋକ୍ରେସି ବୋଲି ଗୋଟେ ଜିନିଷ ଅଛି। ଆମେ ପ୍ରାୟ ଭାରତୀୟ ହିସାବରେ ବା ଓଡ଼ିଆ ହିସାବରେ ଆମେ ଅନେକ ସମୟରେ ହିପୋକ୍ରେସିର ଶିକାର ହେଇଥାଉ। ଆମେ ଭାବୁ ଯେ ନିଜେ ଆତ୍ମନିର୍ଭର ହବା ଏଟା ଖରାପ ଏବଂ ଆମେ ସେଥିପାଇଁ କଷ୍ଟ କରିବା ସେଟା ବି ଖରାପ। ଆମେ ବାପା ମାଙ୍କ ଉପରେ ଡିପେଣ୍ଡ କରିବା ପାଇଁ ସଦାବେଳେ ଚେଷ୍ଟା କରିବା। ଆପଣ ବିକମ୍ ପାସ୍ କଲା ପରେ କ'ଣ ନଥିଲେ କ'ଣ କରୁଥିଲେ? ମୁଁ ଯେତେବେଳେ ବିକମ୍ ପଢୁଥିଲେ ସେତେବେଳେ ମୁଁ କିଛି ଇନ୍ସୁରାନ୍ସ ଏଜେନ୍ସି ନେଇଥିଲି, ଜେନେରାଲ ଇନ୍ସୁରାନ୍ସ ଏବଂ ଲାଇଫ ଇନ୍ସୁରାନ୍ସ, ଏବଂ ସକ୍ସେସଫୁଲି ବି କରୁଥିଲି। ମୁଁ ସେଥିପାଇଁ ପାଠ ଛଡ଼ା ବି ଅଧିକ ପରିଶ୍ରମ କରୁଥିଲି ଏବଂ ମୁଁ ଭାବେ ଯେ ଏବଂ ଆଉ ଗୋଟେ ବି ସେତେବେଳେ ଟ୍ୟୁସନ୍ ମଧ୍ୟ କରୁଥିଲି। ମୁଁ ଭାବେ ଯେ ଆମର ସମୟଟା ବେକାର ନ ଯାଇକି ଯଦି କିଛି ଆମକୁ ସାହାଯ୍ୟ କରିବା ଆମର କିଛି ପରିଶ୍ରମରେ, ମୁଁ ଭାବୁଛି ସେଥିରେ କିଛି କ୍ଷତି ନାହିଁ ଏବଂ ଏଇ କଥା ମୁଁ ଘରେ ମଧ୍ୟ ଜଣେଇ ନଥିଲି ଏବଂ ତାର ସୁଫଳ ମଧ୍ୟ ମୁଁ ପାଇଛି ଯେ ସେଇ ଯେଉଁ ଆଟିଚ୍ୟୁଡ୍ ଯେ କିଛି ନ କରି ଗୋଟେ ସମୟ କଟେଇବା, ଖଟି ମାରିବା ବା କୌଣସି ପ୍ରକାର ପ୍ରଡକ୍ଟିଭ କାମରେ ଏନଗେଜ ନ ହେଇ ମୁଁ ଅନ୍ୟାନ୍ୟ ମାନେ ଇଏ କରିବା, ତେଣୁ ଏଇ ଯେଉଁ ଆଟିଚ୍ୟୁଡଟା ମୁଁ ଭାବୁଛି ଯଦି ସମସ୍ତେ ସେଇ ଆପ୍ରୋଚ୍ ନିଅନ୍ତେ ଯେ ଆମେ ଚେଷ୍ଟା କରିବା, ମୁଁ କହୁନି ଯେ ଆମେ ନିଜ ପାଠକୁ ଛାଡ଼ିକି ହୋଟେଲରେ କାମ କରିବା ଏବଂ ଆମେ କିନ୍ତୁ ଆଜିକାଲି ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗରେ ହାଉସ୍ ୱାଇଫ୍ କୁହନ୍ତୁ, ଷ୍ଟୁଡେଣ୍ଟ ମାନେ କୁହନ୍ତୁ, ଗୃହିଣୀ କୁହନ୍ତୁ, ସେମାନେ ବହୁତ କିଛି କରିପାରିବେ। ଛୋଟିଆ ଛୋଟିଆ ପ୍ରଡକ୍ଟକୁ ସାରା ଭାରତ ବର୍ଷରେ ବିକ୍ରି କରିପାରିବେ। ଦେଖନ୍ତୁ, ମୁଁ ତ ଭାବୁଛି ବର୍ତ୍ତମାନ ଯେଉଁ ଡିଜିଟାଲ ଦୁନିଆରେ ସବୁ କିଛି ମାନେ ଫିଙ୍ଗର ଟିପ୍ରେ ଅଛି ଏବଂ ଗୋଟେ କ୍ଲିକ୍ରେ ଆମେ ପାଇପାରିବା, କମ୍ପ୍ଲିଟ୍ ମାର୍କେଟିଂ କରିପାରିବା, ସବୁ କିଛି କରିପାରିବା ଏବଂ କରୁଛନ୍ତି ମଧ୍ୟ। ଆଜିକା ଦିନରେ ଅନେକ ଲୋକ ଅଛନ୍ତି ଏଇ ଭୁବନେଶ୍ୱରରେ, ଏଇ ଯୋଉ ନୂଆ ଜେନେରେସନ, ସେମାନେ ବିଭିନ୍ନ ପ୍ରକାର ହାଉସ୍ ୱାଇଫ୍ କୁହନ୍ତୁ, ଷ୍ଟୁଡେଣ୍ଟ କୁହନ୍ତୁ, କ୍ଲାଉଡ କିଚେନ୍ ଠୁ ଆରମ୍ଭ କରି ଡିଜିଟାଲ ମାର୍କେଟିଂ, କମ୍ୟୁନିକେସନ, ସବୁ କିଛି, କିନ୍ତୁ ତାହା ଆହୁରି ବ୍ୟାପକ ହବା ଦରକାର। ଆହୁରି ବ୍ୟାପକ ଅନେକ ଲୋକ ଖୋଜୁଛନ୍ତି ମୁଁ କରିବି କ'ଣ। ମନେ କରନ୍ତୁ ମୁଁ ଗୋଟେ ହାଉସ୍ ୱାଇଫ୍, ମୋ ପାଖରେ ବହୁତ ସମୟ ଅଛି, 6 ଘଣ୍ଟା 5 ଘଣ୍ଟା ମୋ ପାଖରେ ସମୟ ବଳୁଛି, ମୋ ପାଖରେ ମୁଁ ଭଲ ରୋଷେଇ କରେ, ସେଇ ରୋଷେଇଟା ଯଦି 50-100 ଲୋକଙ୍କ ପାଇଁ ମୁଁ ଦିନ ଭିତରେ କରିପାରିବି, ମୁଁ ଗୋଟେ ଭଲ ଆମାଉଣ୍ଟ ପାଇପାରିବି ଏବଂ ଅନେକ କରିକିରି ସଫଳ ମଧ୍ୟ ହେଉଛନ୍ତି। ଦେଖନ୍ତୁ, ଅନେକ ସଫଳ ଉଦ୍ୟୋଗୀ ଏଇ ଲାଇନରେ ଆମ ଭୁବନେଶ୍ୱରରେ ଅଛନ୍ତି। ଆଉ ମୋବାଇଲର ଚମତ୍କାରିତା ହେଉଛି ଏଇଆ, ଆଜି ମୋବାଇଲ ଆପଣଙ୍କ ପାଖରେ ଅଛି ମାନେ ସାରା ଦୁନିଆ ଆପଣଙ୍କ ପାଖରେ ଅଛି, ଆପଣ କରିପାରିବେ ଏବଂ କରୁଛନ୍ତି ଏବଂ ସେଥିପାଇଁ ଯେଉଁ ଆଟିଚ୍ୟୁଡର ଦରକାର ଅଛି, ମୁଁ ଚେଷ୍ଟା କରିବି। ଆଉ ଆପଣ ଯଦି ଭାବିବେ ଯେ ମୁଁ ବସିଥିବି, ମୋତେ ଜଣେ ଆଇଡିଆ ଦେବ, ମୁଁ ତାକୁ ଟେଷ୍ଟ କରିବି, ତାପରେ କହିବି ତୁ କି ବାଜେ ପିଲାଟା, ମୋତେ ଗୋଟେ ରଙ୍ଗ ଆଇଡିଆ ଦେଲୁ, ଏଇଟା ଠିକ ନୁହେଁ। ଆଖି ନାକ କାନ ସବୁ ଖୋଲା ରଖିବେ, ଆପଣଙ୍କୁ ଆଲର୍ଟ ରହିବାକୁ ପଡ଼ିବ। ଏବଂ ଆପଣ ଯେଉଁ ମୂଳରୁ ଗୋଟେ ପ୍ରଶ୍ନ ପଚାରିଥିଲେ ଯେ ପ୍ରତ୍ୟେକ ସଫଳ ଉଦ୍ୟୋଗୀ ତା ପଛରେ ଗୋଟେ ବହୁତ
ସଂଘର୍ଷର ଅଛି, କାହାଣୀ ଥାଏ ସଂଘର୍ଷର କାହାଣୀ ଯୋଉ ଅଛି ହୁଁ ତାକୁ ଆପଣ କେବେ ହେଲେ ସେ ସଫଳତା ସହିତ ଇଗ୍ନୋର କରିପାରିବେନି। ହୁଁ ଇଟ୍ ଇଜ ବାଉଣ୍ଡ ଟୁ ବି ଦେୟାର। ହୁଁ ଯେ କୌଣସି ସଫଳ ଉଦ୍ୟୋଗୀ ଅନ୍ ଏ ସଷ୍ଟେନ୍ଡ ବେସିସ୍ ସଂଘର୍ଷ କରିଥିବ ସେ ନିଶ୍ଚିତ। ପ୍ରବଳ ସଂଘର୍ଷ ଆପଣ କିଛି କରିକି ସେମିତି ସେଠି ସଂଘର୍ଷ ପହଞ୍ଚିବେ। କରିଛନ୍ତି ସିତ ସାହୁ? ଦେଖନ୍ତୁ ମୁଁ ନିଜ କଥା କହିବାରେ ବିଶ୍ୱାସ କରେନି, ହଁ କିନ୍ତୁ ଏତିକି କହିବି ଯେ ଆଜି ମଧ୍ୟ ମୁଁ ସେତିକି ପରିଶ୍ରମ କରୁଛି ଯେତିକି 24 ବର୍ଷ ବୟସରେ କରୁଥିଲି। ହୁଁ